ରାଧେ ରାଧେ ୱେଲକମ୍ ଟୁ ଷ୍ଟଡି ଡାଏରୀ। ପରିଶ୍ରମ ଯେତେବେଳେ ଅଭ୍ୟାସ ହୋଇଯାଏ ସଫଳତା ଆସିବାକୁ ବାଧ୍ୟ ହେବାକୁ ପଡ଼େ। ଏହି ଗୋଟିଏ କଥା ମୋ ଜୀବନକୁ ବଦଳାଇ ଯାଇଛି। ପୂର୍ବରୁ ମୁଁ ମଧ୍ୟ ମୋଟିଭେସନ୍ ଖୋଜୁଥିଲି, ମନ ହେଲେ ପଢ଼ୁଥିଲି, ମନ ହେଲେ ଛାଡ଼ି ଦେଉଥିଲି। କିନ୍ତୁ ଗୋଟିଏ ଦିନ ବୁଝିଲି ସ୍ୱପ୍ନ ପୂରଣ କରିବା ପାଇଁ ମୋଟିଭେସନ୍ ନୁହଁ, ଅଭ୍ୟାସ ଦରକାର। ପ୍ରତିଦିନ ଟିକେ ଟିକେ ପଢ଼ିବା, ପ୍ରତିଦିନ ନିଜ ସହ ଲଢ଼ିବା, ପ୍ରତିଦିନ ହାର ମାନିବାର ଇଚ୍ଛା ହେଲେ ମଧ୍ୟ ପୁଣି ଆରମ୍ଭ କରିବା। ଏହି ଛୋଟ ଛୋଟ କାମ ଗୁଡ଼ିକ ହିଁ ଦିନେ ବଡ଼ ସଫଳତା ହୋଇଯାଏ। ସମସ୍ତେ ରେଜଲ୍ଟକୁ ଦେଖନ୍ତି, କିନ୍ତୁ ରେଜଲ୍ଟ ପଛରେ ଥିବା ପରିଶ୍ରମ କେତେ ଘଣ୍ଟା କରିଥିଲୁ କେହି ଦେଖନ୍ତି ନାହିଁ। କେତେ ଥର ଥକି ଯାଇଥିଲୁ, କେତେ ଥର ଆଖିରେ ଲୁହ ଆସିଥିଲା, କେତେ ଥର ଛାଡ଼ି ଦେଇଥିବା ମନକୁ ପୁଣି ଏକାଠି କରି ପୁଣି ଆଗକୁ ବଢ଼ିବା ପାଇଁ ସାହସ ଜୁଟେଇ ବସିବାକୁ ପଡ଼ିଥିଲା। ଯଦି ବସିନଥାନ୍ତି ତାହେଲେ ହୁଏତ ହାର ମାନି ଯାଇଥାନ୍ତି। ଅନେକ ପ୍ରଶ୍ନ ପଚାରନ୍ତି, ଉତ୍ତର ମୁଁ ଦେଇପାରେନି। ଯଦି ଆଗକୁ କିଛି କରିପାରିବି ତାହେଲେ ହୁଏତ ତାଙ୍କ ଉତ୍ତର ମିଳିଯିବ। ଜୀବନରେ ସର୍ଟକଟ୍ ନାହିଁ। ଆଜି ଯାହା ବୁଣିବ କାଲି ସେଇଟା ହିଁ ମିଳିବ। ଗଛଟି ବଢ଼ିବା ପାଇଁ ମଧ୍ୟ ସମୟ ଲାଗିଥାଏ, ବହୁତ ଯତ୍ନ ମଧ୍ୟ ନେବାକୁ ପଡ଼ିଥାଏ। ସେଇଭଳି ଆମ ସ୍ୱପ୍ନ। ଥକିଗଲେ ଟିକେ ବିଶ୍ରାମ ନିଏ, କିନ୍ତୁ ପଛକୁ ଫେରିଯାଏନି। ଧୀରେ ଧୀରେ ଆଗକୁ ବଢ଼ିବାର ଚେଷ୍ଟା କରେ। ଆଉ କେତେଜଣ ଅଛନ୍ତି ମୋତେ ବହୁତ ଭରସା କରନ୍ତି, ତାଙ୍କ ଭରସାର ମୂଲ୍ୟ ମଧ୍ୟ ଦେବାକୁ ପଡ଼ିବ। ସେଥିପାଇଁ ନିଜ ପାଇଁ ନ ହଉ ସେମାନଙ୍କ ପାଇଁ ମଧ୍ୟ ଲଢ଼ିବାକୁ ପଡ଼ିବ। ପରିଶ୍ରମକୁ ଗୋଟିଏ ଅଭ୍ୟାସରେ ପରିଣତ କରି ନେଇଛି ମୁଁ। ଆଜି ପାଇଁ ଏତିକି। ରାଧେ ରାଧେ, ଜୟ ଜଗନ୍ନାଥ। ଥ୍ୟାଙ୍କ ୟୁ।